ମାଙ୍କର ସୁବର୍ଣ୍ଣକ୍ଷେତ୍ର ଦିବସ 39ତମ 11 ତାରିଖ ଠାରୁ ପାଳନ କରାହେଉଛି। କୀର୍ତ୍ତନ ଏବଂ ଯଜ୍ଞ 15 ତାରିଖ ମଧ୍ୟର ସରିବ। ବହୁ ଏଠି ଜାକଜମକରେ ହେଉଛି। ମୀନା ବଜାରଠୁ ଆରମ୍ଭ କରି ବହୁତ ଦୋକାନ ଏଠି ପଡ଼ିଛି। ବହୁ ଏବଂ ମାଙ୍କୁ ଯେଉଁ ଭଲ ପାଉଛନ୍ତି ସହସ୍ରାଧିକ ମାନେ ଲୋକମାନେ ଏଇ ଅଞ୍ଚଳର ଆସିକି ମାଙ୍କ ଦର୍ଶନ କରୁଛନ୍ତି। ସନ୍ଧ୍ୟା ଆଳତି ସମୟରେ ବହୁତ ମହିଳା ମା ମାନେ ଆଜି ପହଞ୍ଚି ଏବଂ ଠାକୁରଙ୍କର ଆଳତି ଦେଖନ୍ତି। ଏବଂ ସମସ୍ତଙ୍କର ଆଶା ବିଶ୍ୱାସ ଅଛି ଯେ ମାଙ୍କୁ ଯେ ଡାକିଲେ ଥରେ ନିଶ୍ଚିତ ଭାବରେ ସେ ତାଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତି। ସେଇଥିପାଇଁ ଏ ଅଞ୍ଚଳ ଭଦ୍ରକ ଜିଲ୍ଲା ଆପଣ କେନ୍ଦ୍ରାପଡ଼ା ଜିଲ୍ଲା ବହୁତ ଲୋକ ଆସିକି ଦର୍ଶନ କରନ୍ତି। ଏମିତି ମାଙ୍କ ଆବିର୍ଭାବ ଆପଣଙ୍କର ଆସନ୍ତା ଡିସେମ୍ବରକୁ ମାନେ 100 ବର୍ଷ ପୂରିବ। 100 ବର୍ଷ ଭିତରେ ଆପଣଙ୍କର ଆଗାମୀ କାଳୀପୂଜା ପରେ ଡିସେମ୍ବର ମାସର ଶତବାର୍ଷିକୀ ପାଳନ କରାଯିବ ଏବଂ ସେଥିପାଇଁ ପ୍ରସ୍ତୁତ ଆରମ୍ଭ ହେଇଛି। ଆମର ମା ଦକ୍ଷିଣେଶ୍ୱରୀ କାଳୀଙ୍କର 39ତମ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ ଗତକାଲି ଠାରୁ ଆରମ୍ଭ ହେଇଛି। ଏହା 5 ଦିବସ ବ୍ୟାପୀ ଚାଲିବ ଏବଂ ଏହି ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବର ଆଜି ହେଉଛି ଦ୍ୱିତୀୟ ଦିବସ। ଏହି ଦ୍ୱିତୀୟ ଦିବସରେ ଏବେ ଆପଣମାନେ ଦେଖିପାରୁଥିବେ ନାମ ସଂକୀର୍ତ୍ତନ ଶୋଭାଦିବାସ ଆରମ୍ଭ ହେବ। ଆସନ୍ତାକାଲି ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହେବ। ଆଉ କାଳୀମା ଆମ ଏ ଅଞ୍ଚଳର ଆଶା ଆସ୍ଥା ବିଶ୍ୱାସର ପ୍ରତୀକ। ମାଙ୍କର ପ୍ରତି ଆମ ଏ ଅଞ୍ଚଳର ଲୋକମାନଙ୍କର ଅଖଣ୍ଡ ବିଶ୍ୱାସ ଆଉ ଭରସା ଅଛି। ତେଣୁ ପ୍ରତିବର୍ଷ ମାଙ୍କର ଏହି ସମୟରେ ତାଙ୍କର ଆମେ ଯାହାକୁ ଜନ୍ମୋତ୍ସବ କହୁଛେ ବା ପାଷାଣ ବିଗ୍ରହ ପ୍ରତିଷ୍ଠା ଉତ୍ସବ କହୁଛେ, ଆଜିକୁ 39 ବର୍ଷ ତଳେ 1988 ମସିହାର ଆଜିର ତିଥିରେ ମାଙ୍କର ଏ ପାଷାଣ ବିଗ୍ରହ ପ୍ରତିଷ୍ଠା ହେଇଥିଲା। ଆଉ ଏଇ ପ୍ରତିଷ୍ଠା ଉତ୍ସବ ପ୍ରତିବର୍ଷ ବହୁ ଜାକଜମକରେ ପାଳନ ହେଉଛି। ଏ ହେଉଛି 39ତମ ଜନ୍ମୋତ୍ସବ ସ୍ୱର୍ଣ୍ଣକ୍ଷେତ୍ର ପୂଜା ପାଳନ କରାଯାଉଛି। ଗତ 11 ତାରିଖ ଦିନ ସୋମବାର ମାଙ୍କର ପୂଜା ନୀତିକାନ୍ତି ଆରମ୍ଭ ହୋଇଥିଲା। ସନ୍ଧ୍ୟା ବେଳକୁ ମାଙ୍କର 108 କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। କଳସ ଶୋଭାଯାତ୍ରା ମାଙ୍କର ମହାସ୍ନାନ ହୋଇଥିଲା। ମହାସ୍ନାନ ପରେ ମାଙ୍କର ଷୋଡ଼ଶୋପଚାର ପୂଜା, ଚଣ୍ଡୀପାଠ ଏବଂ ବଳିଦାନ କାର୍ଯ୍ୟକ୍ରମ ଥିଲା। ପୁଣି ପ୍ରାତଃ 12 ତାରିଖ ଦିନ ସକାଳୁ ମାଙ୍କର ଷୋଡ଼ଶୋପଚାର ପୂଜା ନୀତିକାନ୍ତି ସରିଲା ପରେ ଜନସାଧାରଣଙ୍କର ଭୋଗ ନୀତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଜି ଅଷ୍ଟପାଦୀ ନାମ ସଂକୀର୍ତ୍ତନର ଅଧିବାସ କର୍ମ ହେବ। ଯଜ୍ଞର ଅଙ୍କୁରାରୋପଣ ଆରମ୍ଭ ହେବ। ଏ ସ୍ୱର୍ଣ୍ଣକ୍ଷେତ୍ର ପୂଜାଟି ଦୀର୍ଘ 7 ଦିନ ବ୍ୟାପୀ ଚାଲିବ।